ଖଇଫୁଟା ମହାପୁରୁଷଙ୍କ ଯଜ୍ଞର ଉଦ୍ଯାପନୀ ଦିବସ। ମାଳିକା ବର୍ଣ୍ଣିତ ଖଇଫୁଟା ମହାପୁରୁଷଙ୍କ ପୀଠରେ ଆୟୋଜିତ ହୋଇଥିବା ଚାରିଦିନିଆ ବିଶ୍ୱଶାନ୍ତି ଯଜ୍ଞ ଗତ 24/3/2024 ଆରମ୍ଭ ହୋଇ 27/3/2024 ଉଦ୍ଯାପନ ହୋଇଯାଇଛି। ଏହି ଯଜ୍ଞରେ କର୍ତ୍ତା ଭାବେ ବିଜୟ କୁମାର ବିଶ୍ୱାଳ ଓ କର୍ତ୍ତୀ ଭାବେ ଧରିତ୍ରୀ ପରିଡ଼ା ଉଭୟ ପତିପତ୍ନୀ ଥିବା ବେଳେ ଆଞ୍ଚଳିକ ଜନକଲ୍ୟାଣ ସମିତିର କାର୍ଯ୍ୟକର୍ତ୍ତାମାନେ ଏହାର ଗୁରୁ ଦାୟିତ୍ୱ ବହନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ପ୍ରବଚକ ଥିଲେ ପଣ୍ଡିତ ଚୟନ ପାର୍ଥସାରଥୀ ଓ ସାଥୀମାନେ। ଆୟୋଜକ ସମିତିର ସଭାପତି ବିଜୟ କୁମାର ବିଶ୍ୱାଳ, ଉପସଭାପତି ବାଙ୍କ ବିହାରୀ ଦାସ, ସମ୍ପାଦକ ଅଜୟ କୁମାର ସାହୁ, ସହ ସମ୍ପାଦକ ନିରଞ୍ଜନ ଜେନା, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ଯଜ୍ଞ 12 ବର୍ଷ ପୂର୍ଣ୍ଣ କରି ତ୍ରୟୋଦଶ ବର୍ଷରେ ପଦାର୍ପଣ କରିଛି। ବରିଷ୍ଠ ସଦସ୍ୟ ମଣ୍ଡଳୀମାନଙ୍କ ମଧ୍ୟରେ ବଟକୃଷ୍ଣ ସାହୁ, ସୁବାସ ମହାପାତ୍ର, ପ୍ରଦୀପ ମହାପାତ୍ର, ନରେନ୍ଦ୍ର ସାହୁ, ଉତ୍ତମ ସାହୁ, ଅନାମ ମହାନ୍ତି, ଶରତ ସାହୁ, ଟୁକୁନା ସାହୁ ଓ ବିରାଜ ମହାପାତ୍ର ପ୍ରମୁଖ ଯଜ୍ଞର ଆବାହକ ଥିଲେ। ବୈଦିକ ଯଜ୍ଞ କର୍ମର ପୁରୋଧା ଥିଲେ ପଣ୍ଡିତ ନିରଞ୍ଜନ ଦାସ ଓ ତାଙ୍କର ସହଯୋଗୀ ପଣ୍ଡିତମାନେ। ଦୈନିକ ହଜାର ହଜାର ଭକ୍ତ ଉପସ୍ଥିତ ରହି ଯଜ୍ଞ ଦର୍ଶନ କରିବା ସହିତ ଖାଇଫୁଟା ମହାପୁରୁଷଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ଏହି ପୀଠରେ ଦୋଳମେଳନ ଓ ଯାତ୍ରା ପାର୍ଟି ଦ୍ୱାରା ମୁକ୍ତ ମଞ୍ଚ ନାଟକ ପରିବେଷଣ ହେବାର ଅଛି। 12 ମାସରେ ଏହି ପୀଠରେ ଜନସମାଗମ ଓ ଯାନିଯାତ୍ରା ଲାଗି ରହିଥିଲେ ବି ପ୍ରଶାସନ ଆଢୁଆଳରେ ରହିଯାଇଛି ଏହି ପୀଠ। ନା ଏଠାରେ ଭଲ ଶୌଚାଳୟ ଅଛି, ନା ରହିଛି ବିଶ୍ରାମ କକ୍ଷ। ଠିକାଦାରରେ ହୋଇଥିବା ଘର ପାଇଁ 2 ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲେ ବି ପୁରୁଣା ଘରର କାନ୍ଥକୁ ମିଶାଇ ନିମ୍ନମାନର ଘର ତିଆରି କରି ବିଲ୍ କରିସାରିଛନ୍ତି ଏବଂ ଶୌଚାଳୟ ପାଇଁ ଫଳକ ନଥାଇ ଅସମ୍ପୂର୍ଣ୍ଣ ଭାବେ ବିଲ୍ କରାଯାଇ ଧର୍ମକୁ ଆଖିଠାର ମାରିଛନ୍ତି। ଏହି ବାବଦରେ ତାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ନ ଉଠାଇବା କିଛି ମିଛ ଉପରେ ପରଦା ପକାଇବା ପରି ବୋଧ ହେଉଥିଲା। କମିଟି ତରଫରୁ ପ୍ରଶାସନକୁ ଏହି ପୀଠର ଉନ୍ନତିକରଣ ପାଇଁ ନିବେଦନ କରାଯାଇଛି। ଦେଖିବାକୁ ରହିଲା ପ୍ରଶାସନ କି ପ୍ରକାର ଉନ୍ନତିକରଣର ଗୁରୁତ୍ୱ ବହନ କରୁଛି। ଜଗତସିଂହପୁରରୁ ପ୍ରଶାସନିକ ରିପୋର୍ଟ, AM ମିଡିଆ। ମୋ ନାଁ ହେଲା ବିଜୟ କୁମାର ବିଶ୍ୱାଳ, ଡାକନ୍ତି କୁବେର ବୋଲି। ଆମ ଘର ଶଙ୍ଖେଶ୍ୱର ଗ୍ରାମ। ଏଠି ସିଧ ଖଇଫୁଟା ବଟ ମହାପୁରୁଷ ପାଖରେ ତ୍ରିନାଥ ଯଜ୍ଞ ଚାଲିଛି। ଇଏ ଯଜ୍ଞ ଆଜିକି 13 ବର୍ଷ ହେଇଗଲା ଯଜ୍ଞ ହେଉଛି। ଏ 13 ବର୍ଷର ଯଜ୍ଞରେ ଲୋକମାନେ ଏଇ ଯଜ୍ଞ ମହାପୁରୁଷଙ୍କର ଏତେ ମହିମା ଆମ ଆହ୍ୱାନ କାଳରୁ ଆମେ ବାପା ଆଜା 14 ପୁରୁଷରୁ କେବେ ଜାଣିନାହାନ୍ତି। ଏଠି ମାନେ ମଠ ଅଛି ଏଠି ବିଲ ମଝିରେ, ଯେଉଁଠି ଖଇ ଫୁଟୁଥିଲା। ଆମ ଜେଜେବାପାଙ୍କଠାରୁ ବାପାଙ୍କଠାରୁ ଶୁଣିଥିଲୁ। ଆଜି ସେ ପ୍ରଭୁଙ୍କର ଏତେ ମହିମା, ପ୍ରଭୁଙ୍କ ଦୟାରୁ ଆମର ପ୍ରଥମ ବର୍ଷ ଯେତେବେଳେ ଭାନୁ ବାବା ଥିଲେ ସେ ଆମକୁ ଏଠି ବରାଦ କରିଥିଲେ ଯଜ୍ଞ କରିବା ପାଇଁ। ଆମେ ରମାକାନ୍ତ ସାର୍ ଯିଏ ବয়োଜ୍ୟେଷ୍ଠ ଲୋକ, ସେ ଆଜି ଆମ ଗଣରେ ନାହାନ୍ତି। ସେ କରିବା ଦ୍ୱାରା ଆମେ ପ୍ରଥମ ବର୍ଷ ଯଜ୍ଞରେ ଠାକୁରଙ୍କ ଏତେ ମହିମା, ପ୍ରଥମ ବର୍ଷ ଯଜ୍ଞରେ ପ୍ରଥମ ଚରୁଅନ୍ନ ଆମେ ତାଙ୍କୁ ଦିଆହେଇଥିଲା, ତାଙ୍କ ପୁଅକୁ ଯାହା ନା ରବି। ସେ ପ୍ରଥମ ଚରୁଅନ୍ନରେ ଦ୍ୱିତୀୟ ବର୍ଷ ଯଜ୍ଞ ବେଳକୁ ତାଙ୍କର ପୁତ୍ର ସନ୍ତାନଟି ଜନ୍ମ ହୋଇଥିଲା। ମହାପ୍ରଭୁଙ୍କ ଏତିକି ଆଶୀର୍ବାଦ। ଦ୍ୱିତୀୟ ବର୍ଷ ଯଜ୍ଞରେ ସେମିତି ଆଉ ଜଣେ ଭାଇ, ତାଙ୍କୁ ଆମେ ଚରୁଅନ୍ନ ଦେଇଥିଲୁ। ତାଙ୍କ ତୃତୀୟ ବର୍ଷ ଯଜ୍ଞ ବେଳକୁ ତାଙ୍କର ଝିଅ ସନ୍ତାନଟି ଜନ୍ମ ହୋଇଥିଲା। ଏମିତି ଦିନ ପରେ ଦିନ ଆମର 12 ବର୍ଷ କମ୍ପ୍ଲିଟ୍ ହେଇ ଏ ବର୍ଷ 13 ବର୍ଷକୁ ଚାଲିଛି। ଏ ମହାପୁରୁଷ ଏତେ ମହିମା, ଆପଣ କିଛି ଅସୁବିଧାରେ ଥିଲେ ବି 10ଟି ଟଙ୍କାରେ ଯଦି ଗଞ୍ଜେଇ ଯାଚିଦେବେ ଆପଣଙ୍କ ସବୁ କାମ ପରିପୂର୍ଣ୍ଣ ହେବ। ଆଉ ଠାକୁରଙ୍କର এই ଯଜ୍ଞରେ ଯେତେ ଲୋକ ମାନସିକ କରିଛନ୍ତି ସିଏ ତାଙ୍କର ମାନସିକ ଫଳ ପାଇଛନ୍ତି। ଆଉ ଆମେ ବି ଏଠି 12 ବର୍ଷ ପୁରୀ 13 ବର୍ଷ ଯେତେବେଳେ ଆମେ ଆଜି କାର୍ଯ୍ୟ କରୁଛୁ ଏତେ ଖୁସି ଅଛୁ। ଆମେ ଠାକୁରଙ୍କ ଦୟାରୁ ବି ବହୁତ ଆଶୀର୍ବାଦ ପାଇଛୁ, ଶୁଭକାମନା ବି ପାଇଛୁ। ଆଉ ଆଶୀର୍ବାଦରେ ନେଇକରି ଆମେ ବଞ୍ଚିଛୁ। ମହାନ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ଯେଉଁ ଖଇଫୁଟା ମହାପୁରୁଷ, ଆପଣ ଦର୍ଶକମାନଙ୍କୁ କ'ଣ କହିବେ ଯେ ଠାକୁରଙ୍କ ବିଷୟରେ? ଏ ଦର୍ଶକଙ୍କୁ ଏଇ ବିଷୟ କହିବୁ ଯେ ଖଇଫୁଟା ମହାପୁରୁଷ ଆହ୍ୱାନ କାଳରୁ ଅଛନ୍ତି। ଏଠି ପ୍ରଭୁଙ୍କର ଏତେ ଲୀଳା ଖେଳା ଯେ ପ୍ରଭୁଙ୍କୁ ଯିଏ ସ୍ମରଣ କଲା, ଧ୍ୟାନ କଲା, ଆଉ 10ଟି ଟଙ୍କାର ଗଞ୍ଜେଇ ଯାଚିଲା ତାର ମନସ୍କାମନା ପୂର୍ଣ୍ଣ ହେବ। ଏ ମହାପୁରୁଷ ଆଜି ନୁହେଁ, ଆହ୍ୱାନ କାଳରୁ ଏଇ ଭାବରେ ଦେଇ ଚାଲିଛନ୍ତି। ଏଠି ସରକାର ଅନୁଦାନ କିଛି ନାହିଁ। ଏଠି 10 ଖଣ୍ଡି ଗ୍ରାମବାସୀ ମିଶିକିରି ଯଜ୍ଞଟି କରିଛନ୍ତି। ସମସ୍ତଙ୍କ ଅନୁଦାନରେ ଯଜ୍ଞ ଚାଲିଛି। ଆଉ ସମସ୍ତେ ଏ ଯଜ୍ଞରେ ଖୁସି ହେଉଛନ୍ତି, ଆଶୀର୍ବାଦ ନେଉଛନ୍ତି। ଆଉ ପ୍ରସାଦ ସେବନ 3 ଦିନ କାଳ ଚାଲିଛି। ଆମେ ସରକାରଙ୍କ ପାଇଁ ଅନୁମତି ମାନେ ବିନତ ଅନୁମତି ମାନେ ପ୍ରାର୍ଥନା କରିବୁ ଯେ ସରକାର ଯଦି ଆ ପ୍ରତି ଟିକେ ଧ୍ୟାନ ଦିଅନ୍ତେ ତାହେଲେ ଅନୁଷ୍ଠାନଟା ଡେଭଲପ ହୁଅନ୍ତା, ଲୋକମାନେ ଉପକାର ପାଆନ୍ତେ। ଯାତାୟାତ କରିବାକୁ ରାସ୍ତା ବି ନାହିଁ, ତା ବି ରାସ୍ତା ସମୀକରଣ ହୁଅନ୍ତା, ଆଉ ଲୋକମାନେ ବି ଉପକାର ପାଆନ୍ତେ। ଶଙ୍ଖେଶ୍ୱର ଗ୍ରାମରେ ମୋର ଘର। ଆଉ ଖଇଫୁଟା ବଟ ମହାପୁରୁଷ ବହୁ କାଳର ଆମେ ଯାହା ଆମ ଅଜା ଅଣଜା ଆମଠୁ ଶୁଣିଛୁ, ଯେଉଁମାନେ ଥିଲେ ଆମ ବାପାଙ୍କଠୁ ଆମେ ଶୁଣିଛୁ, ତାଙ୍କର ପ୍ରତ୍ୟକ୍ଷ ମହାପୁରୁଷ ସେ। ଏଠାରେ ଯିଏ ଯାହା
ଠାକୁରଙ୍କ ପାଖରେ ଆସି ପ୍ରାର୍ଥନା କରିଛି ତାଙ୍କୁ ସେ ସମସ୍ତଙ୍କର କାମନା ପୂର୍ଣ୍ଣ ହେଇଛି ଏବଂ ଏଇଟା ବହୁ କାଳର ହଁ ଏଠି ଖଇ ଫୁଟୁଥିଲା ବୈଶାଖ ଜ୍ୟେଷ୍ଠ ମାସରେ ଯେତେବେଳେ ଖରା ହୁଏ ଏ ବରଗଛରୁ ଯେଉଁ କ୍ଷୀର ବହି ପଡ଼େ କ୍ଷୀର ବହିକିରି ତଳେ ପଡ଼ିକିରି ସେ ଖଇ ଭଳିଆ ଦେଖାଯାଏ ତେଣୁ ସେଇଥିପାଇଁ ଏ ବଟ ମହାପୁରୁଷଙ୍କୁ ଖଇ ଫୁଟା ବଟ ମହାପୁରୁଷ କୁହାଗଲା। ଆଜ୍ଞା ଏ ଯେଉଁ ଅଞ୍ଚଳ ଯେଉଁ ପବିତ୍ର ପୀଠ ଏ ପୀଠର ଡେଭଲପମେଣ୍ଟ ହେବା ପାଇଁ ସରକାରୀ ସ୍ତରୀୟ କିଛି ଅନୁଦାନ ନା ସରକାର ଏଠି କରିଛନ୍ତି ସରକାରଙ୍କ ତରଫରୁ କିଛି କିଛି ମିଳିଛି ତେବେ ତଥାପି ଯଥେଷ୍ଟ ନୁହେଁ। ଆମ ଏ ଗାଁର ଯେ ସଂଗ୍ରାମ ମହାପାତ୍ର ଯେ ଥିଲେ କଲେକ୍ଟର ଥିଲେ ସେ ତାଙ୍କ ସମୟରେ ଏଠି ମଧ୍ୟ ଅନେକ ଡେଭଲପମେଣ୍ଟ କାର୍ଯ୍ୟର ଯୋଜନା କରାଯାଇଛି। ସେଠି ଗୋଟେ ଏଠି ଗୋଟେ ମଣ୍ଡପ ହେବ କଲ୍ୟାଣ ମଣ୍ଡପ ହେବ ଇତ୍ୟାଦି ଇତ୍ୟାଦି କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି। ପ୍ରଶାସନକୁ ଆପଣ କ'ଣ କହିବେ ଏ ଜାଗାର ଡେଭଲପମେଣ୍ଟ ପାଇଁ? ये डेभलप एत ये अंचल कौन आम जगतसिंहपुर केन्द्रापड़ा आगुरी कटक जिला थिला अविभक्त जिला से ये खैफुटा बट महापुरुष बहु काल परिचित समस्त तेणु एठी कल्याण मंडपटे होगापी योजना करा हाँ रास्ता घाटर सुविधा टी हवा दरकार रास्ता घाट सुविधा नहीं तो प्रदीप महापात्र जो कलेक्टर थे कहीकि रास्ताटा यो कंक्रीट रास्ताटा से से रास्ता घाट सुविधा हेल्ले ଶୁଣାଯାଏ ମହାପୁରୁଷ ଅଚ୍ୟୁତାନନ୍ଦ ଏ ପୀଠ ବିଷୟରେ କିଛି ତାଙ୍କର मालिकार अच्छा हाँ मालिकार ସତ हाँ हाँ